ଆଜି ହେଉଛି ଗୋଟେ ନୂଆ ଦିନ ଷ୍ଟାର୍ଟ ହେବା ସହିତ ମୋ ପୁଅର ସେକେଣ୍ଡ ଏକ୍ଜାମ୍ ବି ଷ୍ଟାର୍ଟ ହେଇଯାଇଛି। ସିଏ ସ୍କୁଲ ଚାଲିଲା, ତା ସହିତ ମୁଁ ଜଲ୍ଦି ଜଲ୍ଦି କାମ ସାରିକି ମୋ ପୂଜାରେ ଲାଗିଗଲି। କାରଣ ଆଜି ହେଉଛି ସୁଦଶା ବ୍ରତ, ତା ସହିତ ଫଗୁ ଦଶମୀ। ଘରର ପୂଜା କାମ ସବୁ ସାରିକିରି ମୁଁ ଆସି ପହଞ୍ଚିଗଲି ମନ୍ଦିରରେ। କାରଣ ଆମର ଘରେ ପୂଜା କରିବାର ସୁବିଧା ନାହିଁ, ବ୍ରତ ତ ପୂଜେଇବାକୁ ପଡ଼ିବ। ସେଥିପାଇଁ ଜଗନ୍ନାଥ ମନ୍ଦିରରେ ଆସିକି ପହଞ୍ଚିଗଲି। ଆମ ଓଡ଼ିଆମାନେ ଦେଖନ୍ତୁ କେତେ ଲୋକ ସମସ୍ତେ ଆସି ମନ୍ଦିରରେ ପହଞ୍ଚି ଯାଇଛନ୍ତି। ଆଜି ଯେହେତୁ ପୁରୁଣା ଲୋକଙ୍କ ସହିତ ନୂଆ ଲୋକ ବି ସୁଦଶା ବ୍ରତ କରିପାରୁଥିଲେ, ସେଥିପାଇଁ ମନ୍ଦିରରେ ବହୁତ ଲମ୍ବା ଲାଇନ୍ ଲାଗିଥିଲା। ପୂଜା କରି ରିଟର୍ନ ଫେରୁ ଫେରୁକା 2 ଘଣ୍ଟା ଲାଗିଗଲା। ତା ସହିତ ଘରକୁ ଆସିଲା ପରେ ମୁଁ ଲାଗି ପଡ଼ିଲି ମୋ ରୋଷେଇରେ। ଆଜି ଯେହେତୁ ସୁଦଶା ବ୍ରତ, ବିନା ପିଆଜ ରସୁଣ ଖାଇବା, ଅରୁଆ ଅନ୍ନ ତା ସହିତ ଡାଲମା। ମନ୍ଦିରରୁ ପୂଜା ସାରିକି ଫେରୁ ଫେରୁ ଲେଟ୍ ହେଇଯାଇଥିଲା, ସେଥିପାଇଁ ଆଉ କିଛି ବନେଇ ପାରିନଥିଲି। ରଖୁଛି, ଜୟ ଜଗନ୍ନାଥ।